Good morning, students. How are you? Okay, you are fine. You are welcome to online teaching program on detailed text. Today we will discuss about the first topic of class 10th named A Letter to God. It is very strange to listen. Someone writes a letter to God. This topic is written by G.L. Fuentes. Now we'll know about the author. About the author of this topic. George G.L. Fuentes, Gregorio Lopez Fuentes was born in 1895 and died in 1966. G.L. Fuentes ମେକ୍ସିକୋ ଦେଶରେ 1895 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ 1966 ମସିହାରେ ମୃତ୍ୟୁବରଣ କରିଥିଲେ। He was a Mexican novelist. ସେ ଜଣେ ଥିଲେ ମେକ୍ସିକୋ ଦେଶର ନୋଭେଲିଷ୍ଟ, ଔପନ୍ୟାସିକ, ପୋଏଟ୍ ଆଣ୍ଡ ଜର୍ଣ୍ଣାଲିଷ୍ଟ। ଜର୍ଣ୍ଣାଲିଷ୍ଟ ମାନେ ସାମ୍ବାଦିକ, ନୋଭେଲିଷ୍ଟ ମାନେ ଔପନ୍ୟାସିକ। Fuentes started writing at the age of 15. ସେ 15 ବର୍ଷ ବୟସରେ ତାଙ୍କର ଲେଖିବା ଆରମ୍ଭ କରିଥିଲେ। When ଯେତେବେଳେ the Mexican Revolution began, ଯେତେବେଳେ ମେକ୍ସିକୋରେ ରେଭଲ୍ୟୁସନ୍ began, ରେଭଲ୍ୟୁସନ୍ ମାନେ ବିପ୍ଳବ ଆରମ୍ଭ ହୋଇଥିଲା। Many of his books are related to the civil conflict. Civil conflict ମାନେ ଲେଖ ପିଲେ, civil conflict ମାନେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ବା internal affairs, ଆଭ୍ୟନ୍ତରୀଣ ବ୍ୟାପାର ବା ଦ୍ୱନ୍ଦ୍ୱ। ଅଧିକାଂଶ ଲେଖା ତାଙ୍କର ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଉପରେ ପର୍ଯ୍ୟବେସିତ। His stories are exciting and humorous. Exciting ମାନେ very attractive, ରୋମାଞ୍ଚକ। Humorous, having fun ବା ରସପୂର୍ଣ୍ଣ। ତାଙ୍କ ଲେଖାଗୁଡ଼ିକ ଥିଲା ଅଧିକ ରୋମାଞ୍ଚକ ଏବଂ ରସପୂର୍ଣ୍ଣ ଅଟେ। Many of his works are concerned with the oppression of Americans. Many of his works ଅଧିକାଂଶ ଲେଖା are concerned, ବର୍ଣ୍ଣିତ with the oppress ଅତ୍ୟାଚାର କରିବା, କିନ୍ତୁ ଏଠି ନାଉନ୍ ହେଇଛି ଅପରେସନ୍ସ ଅଫ୍ ଆମେରିକାନ୍ସ, ଆମେରିକୀୟମାନଙ୍କ ଦ୍ୱାରା ଅତ୍ୟାଚାରିତ ଉପରେ ତାଙ୍କ ଲେଖାଗୁଡ଼ିକ ଅଧିକ ପର୍ଯ୍ୟବେସିତ। He was awarded the National Prize of Arts and Science in 1935. 1935 ମସିହାରେ ସେ ଆର୍ଟ ମାନେ କଳା କଳା ଓ ବିଜ୍ଞାନରେ ଜାତୀୟ ପୁରସ୍କାର ରୂପେ ସେ ପୁରସ୍କୃତ ପାଇଥିଲେ ବା ପୁରସ୍କୃତ ହୋଇଥିଲେ। ବର୍ତ୍ତମାନ ଆମେ ଦେଖିବା about the topic
that is lead in or about the topic. Lead in means about the topic, a letter to God. Have you ever written a letter to God? ତୁମେ କେବେ କୌଣସି ଚିଠି ଭଗବାନଙ୍କ ପାଖକୁ ଲେଖିଛ କି? Who can say? Nobody. Did you ever come across someone writing a letter to God? କେହି କେବେ ଭଗବାନଙ୍କ ପାଖକୁ ଚିଠି ଲେଖିବାର ତୁମେ ଦେଖିଥିଲ କି? କମ୍ ଆକ୍ରୋଶ ମାନେ ଦେଖିବା, ଭେଟିଥିଲ କି? ଆନ୍ସର ଆସିବ नो. People believe faith. People believe, ଲୋକମାନେ ବିଶ୍ୱାସ କରନ୍ତି. Believe ମାନେ ବିଶ୍ୱାସ କରିବା, ନାଉନ୍. ତାର ଭର୍ବ ଏଇଟା ହେଲା କ'ଣ? People believe ଏଇଟା ହେଲା ଭର୍ବ. Believe ତାର ନାଉନ୍ ହେଉଛି belief, BELIEF. Believe. People believe, ଲୋକମାନେ ବିଶ୍ୱାସ କରନ୍ତି. Faith can move mountains. ମାଉଣ୍ଟେନ୍ସ ପର୍ବତକୁ ବିଶ୍ୱାସ ଦୋହଲେଇ ଦେଇପାରେ ବା ଘୁଞ୍ଚାଇ ଦେଇପାରେ. ବଟ୍ ହ୍ୱାଟ୍ ସୁଡ୍ ୱି ପୁଟ୍ ଆୱାର ଫେଥ୍ ଇନ୍? କିନ୍ତୁ ଆମେ କ'ଣ, ହ୍ୱାଟ୍ ସୁଡ୍ ୱି ପୁଟ୍, ଆମେ କ'ଣ ରଖିବା ଉଚିତ? ଆମର ବିଶ୍ୱାସ କେଉଁଠାରେ ରଖିବା ଉଚିତ? ଦିସ୍ ଇଜ୍ ଦ କ୍ୱେଶ୍ଚିନ୍. ଇଏ ହେଉଛି ଗୋଟିଏ ପ୍ରଶ୍ନ. ଦିସ୍ ଇଜ୍ ଦ କ୍ୱେଶ୍ଚିନ୍ ଦି ଷ୍ଟୋରି ଡେଲିକେଟଲି ପଜେସ୍. ସ୍ପଷ୍ଟ ଭାବରେ ଏହି ଗଳ୍ପରେ ପଜେସ୍ ସହିତ ସ୍ଥାନିତ ହୋଇଛି. ପୋଜ୍ରୁ ପଜେସ୍, POS ପଦ ସ୍ଥାନିତ ହେବା. ଏଠି ଏସ୍ ଲାଗିଛି. ଥାର୍ଡ଼ ପର୍ସନ୍ ସିଙ୍ଗୁଲାର ନମ୍ବର ପ୍ରେଜେଣ୍ଟ ଟେନ୍ସ ଫର୍ମରେ ଦି ଷ୍ଟୋରି ଥାର୍ଡ଼ ପର୍ସନ୍ ଏସ୍ ଯୋଗ ହୋଇଛି, ତେଣୁ ସ୍ଥାନିତ ହୋଇଛି. ଲେଞ୍ଚୋ ଇଜ୍ ଏ ଫାର୍ମର who writes a letter to God. ଲେଞ୍ଚୋ ଏ ଫାର୍ମର ରାଇଟ୍ସ ଏ ଲେଟର୍ ଟୁ ଗଡ୍. ଭଗବାନଙ୍କୁ ଚିଠି ଲେଖିଛି ଏବଂ ଆସ୍କିଂ ଫର୍ ମାଗିଛି ଫର୍ ଏ ସମ୍ ଅଫ୍ ମନି. ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ସେ ମାଗିଛି. ସମ୍ ଅଫ୍ ମନି. ହ୍ୱେନ୍ ହିଜ୍ କ୍ରପ୍ସ ଫେଲ୍, ଯେତେବେଳେ ତାର ଶସ୍ୟ ନଷ୍ଟ ହୋଇଛି. ଡଜ୍ ଲେଞ୍ଚୋସ୍ ଲେଟର୍ ରିଚ୍ ଗଡ୍? ଭଗବାନଙ୍କ ପାଖରେ ଲେଞ୍ଚୋର ଚିଠି ପହଞ୍ଚି ପାରିଛି କି? ଡଜ୍ ଗଡ୍ ସେଣ୍ଡ ହିମ୍ ଦ ମନି? ସେଣ୍ଡ ମାନେ ପଠାଇବା, ଭଗବାନ ତାଙ୍କୁ ପଇସା ପଠେଇଛନ୍ତି କି? ଥିଙ୍କ ଆଣ୍ଡ ଟ୍ରାଏ ଟୁ ଆନ୍ସର. ଚାଲ ଭାବିବା ଏବଂ ଚେଷ୍ଟା କରିବା. ଟୁ ଟ୍ରାଏ ଟୁ ଆନ୍ସର ଦିସ୍ କ୍ୱେଶ୍ଚିନ୍. ଏଇ ପ୍ରଶ୍ନର ଉତ୍ତର ଆମେ ଚେଷ୍ଟା କରିବା. ବିଫୋର୍ ୱି ବିଗିନ୍ ଟୁ ରିଡ୍ ଦି ଷ୍ଟୋରି. ଏଇ ବହି ପଢ଼ିବା ପୂର୍ବରୁ ଆମେ ଟ୍ରାଏ ଟୁ ଇମାଜିନ୍, ଚାଲ ଆମେ କଳ୍ପନା କରିବା. ହାଉ ଇଟ୍ ଉଡ୍ ଡେଭଲପ୍ ଆଣ୍ଡ ହ୍ୱାଟ୍ କନକ୍ଲୁଜନ୍ ଇଟ୍ ମାଇଟ୍ ଆରାଇଭ୍ ଏଟ୍. କିଭଳି ଭାବରେ ଏହି ଗପଟି ଅଗ୍ରଗତି କରିଛି ଏବଂ ଶେଷରେ କି ସିଦ୍ଧାନ୍ତରେ ସେ ପହଞ୍ଚି ପାରିଛି. ବର୍ତ୍ତମାନ ଆମେ ଦେଖିବା, ବିଷୟବସ୍ତୁ ଆରମ୍ଭ କରିବା. ଦ ଟେକ୍ସଟ. ଫାଷ୍ଟ ଦେଖ, ମୁଁ ରିଡ଼ିଂ କରୁଛି ଏବଂ ଯେଭଳି ଭାବରେ ରିଡ଼ିଂ କରିବ ଏବଂ ଖାତା କଲମ ଧରି ଲେଖିବ. ଯେଉଁଗୁଡ଼ିକ ଡିଫିକଲ୍ଟ ୱାର୍ଡ଼ ତୁମକୁ ହେବ ତାର ଅର୍ଥ ଗୁଡ଼ିକ ମୁଁ କହିଦେଉଛି ଏବଂ ସେଗୁଡ଼ିକ ତୁମେ ସାଙ୍ଗେ ସାଙ୍ଗେ ଲେଖିବ ଏବଂ ଯଦି କିଛି ବୁଝିନଲା କମେଣ୍ଟ କରିପାରିବ. The house, the only one in the entire valley, sat on the crest of a low hill. From this height one would see the river and the field of ripe corn dotted with the flowers that always promised a good harvest. The only thing the earth needed was a downpour or at least a shower. Throughout the morning, Lencho, who knew his fields intimately, had done
had done nothing else but see the sky towards the northeast. प्रथमे तो लेख डिफिकल्ट वर्ड गुड़ी लेख से वर्ड कहीदे एंटायरली भैली। एंटायरली भैली माने संपूर्ण उपत्यका। संपूर्ण उपत्यका संपूर्ण उपत्यका देखो नोट्स एंड ग्लोसरी देखो ये नोट्स एंड ग्लोसरी sat on the crest माने top or the highest part of a hill. From the height on the one she height that she height माने शीर्ष भाग dotted with scattered over an area विक्षिप्त भाव में पड़िबा। then predict आशा करिबा बार फोरटेल द फ्यूचर କିଛି आशा करिबा। देखो आमर प्रथम पैराग्राफ देख भल भाव बुझ ट्राई टू अंडरस्टैंड जदि किसी बुझी न हम सांगे सांगे भी पचारि पार फोन माध्यम बर्तमान देख दि हाउस तार भिड़ वार्ड कहला इंटीमेटली गोटे लेख इंटीमेटली माने क्लोजली घनिष्ठ भाव इंटीमेटली। शावर मीन्स लेख शावर मीन्स वर्षण बा वृष्टि एटलिस्ट शावर अति कम एक असराय वर्षा। डाउन पावर माने वर्षण प्रोमिस्ड अर्थ प्रतिज्ञा कला दैट इज एनफ सल्ला आ किसी अच्छी कि ना आ किसी नहीं। देखो ताले दि हाउस एकमात्र घर दि ओनली वन इन द एंटायर वैली समग्र उपत्यकार संपूर्ण उपत्यकार एकमात्र घर गोटे निम्न पहाड़र शीर्ष भागर शीर्ष देश अवस्थित। फ्रॉम दिस हाइट यही शीर्ष स्थान वन वुड सी जड़े देखिपर द रिवर नदी एंड द फील्ड ऑफ राइबिकन तो निम्न रे प्रवाहित होता नदी को देखिपर एवं आउ कौन देखिपर ना द फील्ड ऑफ राइबिकन पाचिला शस्य क्षेत्र देखिपर विथ फ्लावर्स जहाँकि फूल भरपूर रही ऑलवेज प्रॉमिस टू ए गुड हार्वेस्ट सब एक उत्तम गुड हार्वेस्ट भल अमल हबार आशा करा प्रतिश्रुति रहुछि। The only thing the earth needed was a downpour केवल the only thing एकमात्र भरोसा the earth needed सेठार जो माटी बा जो जमी दरकार करुला earth माने ये पृथ्वी हेनी सेठार हम से जो फसल होता जो माटी से माटी needed दरकार करुला was a downpour एक वर्षण और किंबा एटलिस्ट ए शावर अति कम एक वर्षा बा असराय वर्षा थ्रू आउट माने थ्रू आउट द मॉर्निंग सकाल सारा सारा होल द मॉर्निंग सकाल सारा लेंचो हु न्यू हिज फील्स इंटीमेटली जे कि तार जमी को भल भाव में जानी केवल हार्ट डन नथिंग एल्स से किसी करू नथला केवल आशा करुला बट सी द स्काई आकाश को बट सी द स्काई टुवर्ड द नॉर्थ ईस्ट पूर्व एवं उत्तर दिग को चाहि रहिबा छड़ा से अन्य किछि करू नथला। नाउ दिस इज द फर्स्ट पैराग्राफ and in this paragraph we will know the two questions there. What are they? The first question is where did Lencho live? Who can say Lencho lived in the only house. Lencho lived in the only house which is situated in the top of the low hill. Second question,
We can say, what did he hope for? What did he hope for? The second question, what did he hope for? He Lencho hoped for a good harvest from his field of ripe corn with the flowers. Next period we will discuss the other parts. Now you will finish this paragraph here. I hope you understood well. If you feel any difficulty, you will comment to me or phone me. Thank you.